ପଲ୍ଲବୀ ରୋଷେଇକୁ ଗଲାବେଳେ ରୂପସା ତାଙ୍କ ପଛେ ପଛେ ଯିବେ ଆଉ ଲୁଚିକି ପଲ୍ଲବୀଙ୍କୁ ଦେଖୁଥିବେ। ପଲ୍ଲବୀ ପ୍ରେସର କୁକରକୁ ଧରିବାକୁ ଗଲାବେଳେ ମାୟା ଡାକିବେ ଆଉ କହିବେ ପଲ୍ଲବୀ, ଆଉ ପୁଣି ପଲ୍ଲବୀଙ୍କ ପାଖକୁ ଆସିବେ ଆଉ କହିବେ ଆରେ ତୁ ଏଠି କ'ଣ କରୁଛୁ? ତାପରେ ପଲ୍ଲବୀ କହିବେ ମାମା, କୁକରରେ ପୋଡ଼ପିଠାଟା ବସେଇଥିଲି ତ ତାକୁ ହିଁ ଓହ୍ଲେଇବାକୁ ଯାଉଛି। ତାପରେ ମାୟା କହିବେ ଏସବୁ କାମ ନିମ୍କି ଆଉ ରିମଝିମ୍ କରିଦେବେ। ତୁ ଗୋଟେ କାମ କର, ବସୁମତୀ ସ୍ନାନ ପୂଜା ପାଇଁ ଜିନିଷ ସବୁ ଆରେଞ୍ଜ କରିବୁ ଯା। ତାପରେ ମାୟାଙ୍କ ମୁଣ୍ଡ ବୁଲାଏ। ତାପରେ ପଲ୍ଲବୀ ଆସି କହନ୍ତି କ'ଣ ହେଇଛି ମାମା? ତାପରେ ମାୟା କହନ୍ତି ଜଣା ନାହିଁ କ'ଣ ହେଲା, ହଠାତ୍ ମୁଣ୍ଡଟା ବିନ୍ଧିବା ଆରମ୍ଭ ହେଇଛି। ତାପରେ ପଲ୍ଲବୀ କହନ୍ତି ରୁହନ୍ତୁ, ଆପଣଙ୍କ ପାଇଁ ମେଡ଼ିସିନ ଆଣି ଦେଉଛି। ତାପରେ ମାୟା କହନ୍ତି ଆରେ ନାଇଁ ନାଇଁ, ମୁଁ ଠିକ୍ ଅଛି, ତୁ ବ୍ୟସ୍ତ ହେବା ଦରକାର ନାହିଁ। ତାପରେ ପଲ୍ଲବୀ କହିବେ ଆପଣ ଗୋଟେ ମିନିଟ୍ ଅପେକ୍ଷା କରନ୍ତୁ, ମୁଁ ଆପଣଙ୍କ ପାଇଁ ମେଡ଼ିସିନ ଆଣି ଦେଉଛି କହିକି ମେଡ଼ିସିନ ଆଣିବାକୁ ଯିବେ। ତାପରେ ରୂପସା ମନେ ମନେ କହିବେ ଠିକ୍ ସମୟରେ ଏ ବୁଢ଼ୀ କେମିତି ଆସି ପହଞ୍ଚିଗଲା କେଜାଣି, ଆଜି ତ ପୁରା ଶେଷ ହେଇଯାଇଥାନ୍ତା ଇଏ। ତାପରେ ମାୟା ରୋଷେଇକୁ ଯିବେ ଆଉ ଫ୍ରିଜରୁ ପାଣି ବୋତଲ ବାହାର କରିବେ ଆଉ ପାଣି ପିଇବେ। ତାପରେ ପ୍ରେସର କୁକର ବ୍ଲାଷ୍ଟ ହୋଇଯିବ। ତ ଦର୍ଶକ ବନ୍ଧୁ, ମାୟାଙ୍କର କିଛି ହେଇଯିବ କି? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।